ପରିବା ଶସ୍ତା ହେବାରୁ ମୋ ମନ କାହିଁକି ଦୁଃଖ ହେଲା ଆସନ୍ତୁ ଜାଣିବା। ସକାଳୁ ସକାଳୁ ସ୍ୱାମୀ ଢେର ସାରା ପରିବା ଆଣି ରଖିଦେଇ କହିଲେ, ନିଅ ସବୁ ପରିବା ନେଇ ଆସିଛି, ପାଓ ଭାଜି ବନାଅ। ମୁଁ କହିଲି, ଏସବୁ ପରିବା କେତେ ଟଙ୍କା ଦେଇ ଆଣିଛ? ସେ କହିଲେ, କୋବି କେଜି 30 ଟଙ୍କା ଆଉ ଗାଜର କେଜି 20 ଟଙ୍କା। ସବୁ ପରିବା ଚେକ୍ କରିସାରି ମୁଁ କହିଲି, ମଟର ଛୁଇଁ କାହିଁ? ସେ କହିଲେ, ସେଥିରେ ମଟର ଛୁଇଁ ବି ପଡ଼େ କି? ମୁଁ କହିଲି, ଆଉ କେମିତି? ସେ କହିଲେ, ଆରେ ଆଜି ବିନା ମଟରରେ ହିଁ ପାଓ ଭାଜି ବନେଇ ଦିଅ। ଆପଣଙ୍କ ପଟେ ଏସବୁ ପରିବାର ରେଟ୍ କେତେ ଟିକେ କମେଣ୍ଟ କରି ଜଣେଇବେ ମୋତେ। ଆଉ କିଛି ବାହାନା ବି କରନି, ପରିବା ଏବେ ସବୁ ଶସ୍ତା ହେଇଯାଇଛି, ତମର ଆଉ କୌଣସି ବାହାନା ଚଳିବନି। ବହୁତ ଦିନରୁ କହୁଥିଲି, କିନ୍ତୁ ତମେ ବାହାନା କରି ଚାଲିଥିଲ, ନାଇଁ ଟିକେ ପରିବା ଶସ୍ତା ହଉ ବନେଇବା, କୋବି ଶସ୍ତା ହଉ ବନେଇବା। ତାପରେ ମୋ ପାଖରେ ଆଉ ପାଓ ଭାଜି ବନେଇବା ଛଡ଼ା ଆଉ କିଛି ରାସ୍ତା ନଥିଲା। ଥଣ୍ଡା ଥଣ୍ଡା ପରିବାକୁ ଥଣ୍ଡା ଥଣ୍ଡା ପାଣିରେ ଧୋଇ ଥଣ୍ଡା ହାତରେ ସବୁ ଚପ୍ କରିନେଲି। ଆଉ ଏଇଟା ହେଉଛି ମୋ ପାଇଁ ସବୁଠୁ କଷ୍ଟକର କାମ। ତାପରେ ଏସବୁ ପରିବାକୁ ମୁଁ 2ଟା ସିଟି ଦେଇ ସିଝେଇ ଦେଲି। ଆଉ ଢେର ସାରା ମୁଁ ନେଇଛି ପିଆଜ, ଟମାଟର, ଏସବୁ ଟିକେ ଅଧିକା ଏ ରେସିପିରେ ଲାଗେ। ପିଆଜ ନେଇଛି ପାଖାପାଖି 3-4ଟା ନେଇଛି, ଟମାଟର ବି ବଡ଼ ବଡ଼ ସାଇଜ୍ର 2ଟା ନେଇଛି, କ୍ୟାପ୍ସିକମ୍ ବି 2ଟା ନେଇଛି। ଏସବୁ ଜିନିଷକୁ ଆମେ ସଫ୍ଟ ହେଲା ପର୍ଯ୍ୟନ୍ତ ଭାଜିଦେବା। ଆଉ ଷ୍ଟାର୍ଟିଂରୁ ଟିକେ ଲୁଣ ଆଉ କାଶ୍ମୀରୀ ଲାଲ ମିର୍ଚ ପାଉଡ଼ର କଲର୍ ପାଇଁ ମୁଁ ପକାଇ ଦେଇଛି। ଆପଣମାନେ ଯଦି ଅଧିକା ରାଗ ଖାଉଛନ୍ତି ତାହେଲେ ଲାଲ ମିର୍ଚ ପାଉଡ଼ର ବି ପକାଇ ପାରିବେ। ତାପରେ ସେଥିରେ ପାଓ ଭାଜି ମସଲା ପକାଇକି ଆମେ ତାକୁ ସଫ୍ଟ ହେବା ପର୍ଯ୍ୟନ୍ତ କୁକ୍ କରିନେବା। ଆଉ ସଫ୍ଟ ହେଇଗଲା ପରେ ପରିବାଟା ଯେଉଁଟା ଆମେ 2ଟା ସିଟି ମାରିକି ରଖିଥିଲେ, 2ରୁ 3ଟା ସିଟି ଏଟା ମରା ହେଇଯାଇଥିଲା, ତାକୁ ପକାଇ ଦେଇକି ଏମିତି ଭାବରେ ପାଓ ଭାଜି ମାସର ୟୁଜ୍ କରିନେବା। ଆଉ ସାଙ୍ଗରେ ଏଥିରେ ମୁଁ ପକାଇ ଦେଇଛି ଅଳ୍ପ ଟିକେ କସୁରୀ ମେଥି। ଏଟାକୁ ଷ୍ଟାର୍ଟିଂରୁ ଆପଣମାନେ ତେଲରେ ପକାଇ ନେଇପାରିବେ। ସିଝା ଯାଇଥିବା ପାଣିକୁ ଦେଇକି ଆମେ ଆଉ ତାକୁ 15-20 ମିନିଟ୍ ଲୋ ଫ୍ଲେମ୍ରେ କୁକ୍ କରିନେବା। ଆପଣମାନେ ଭାଜିଟାକୁ ଯେତେ ଅଧିକା ସମୟ କୁକ୍ କରିବେ ସେତେ ଭଲ ତାର ଟେଷ୍ଟ ଆସିବ। ତା ସାଙ୍ଗରେ ଆମେ ପାଓକୁ ବଟରରେ ସେକିକି ସର୍ଭ କରିନେବା।